ଦେଖନ୍ତୁ ବନ୍ଧୁଗଣ ଜଣ ଜଣଙ୍କର ଗୋଟେ ଗୋଟେ ସବସ୍କ୍ରାଇବରଙ୍କର ମୋତେ ଏମିତି ମେସେଜ ଆସୁଛି ସାର୍ ସେ ୟୁଟ୍ୟୁବର ଏମିତି କହିଲେ ସେ ୟୁଟ୍ୟୁବର ଏମିତି କହିଲେ ଆନ୍ଧ୍ର ୟୁନିଭର୍ସିଟି ଉପରେ। ଦେଖନ୍ତୁ ମୁଁ ବହୁତ ୟୁଟ୍ୟୁବ ଚ୍ୟାନେଲ ଦେଖିଛି। ମୁଁ ତ ନିଜେ 2 ବର୍ଷ ହେଲା ଏ ଚ୍ୟାନେଲଟି ଚଲାଉଛି। ତା ପୂର୍ବରୁ ଅନେକ ୟୁଟ୍ୟୁବ ଚ୍ୟାନେଲ ବି ଦେଖିଛି ଯେଉଁମାନଙ୍କର ଆନ୍ଧ୍ର ସହିତ କୌଣସି ଡାଇରେକ୍ଟ ଲିଙ୍କ ନାହିଁ। ଅଳ୍ପ କେତୋଟି ଅନୁଷ୍ଠାନ ଅଛନ୍ତି ଯେଉଁମାନେ କି ନିସ୍ୱାର୍ଥପର ଭାବରେ କିଛି ଭିଡ଼ିଓ କରନ୍ତି, କିନ୍ତୁ ବହୁତ ଅନୁଷ୍ଠାନ ଅଛନ୍ତି, ବହୁତ ଏଜେଣ୍ଟ ଆଉ ଇନଷ୍ଟିଚ୍ୟୁଟ୍ ଅଛନ୍ତି ସେମାନେ ନିଜ ଇନଷ୍ଟିଚ୍ୟୁଟ୍କୁ ପ୍ରମୋଟ କରନ୍ତି ୟୁଟ୍ୟୁବରେ, କିମ୍ବା ନିଜେ ଯେଉଁ ୟୁନିଭର୍ସିଟିରେ କୋର୍ସ କରାଉଛନ୍ତି ସେ ୟୁନିଭର୍ସିଟିକୁ ପ୍ରମୋଟ କରାନ୍ତି। ଆଉ ବହୁତ ୟୁଟ୍ୟୁବର ଅଛନ୍ତି ତା କିଛି ଜାଣିନାହାନ୍ତି। ସିଏ ଆନ୍ଧ୍ରରେ ବିଇଡ଼ି କରିଦେଇକି ଆସିକି ଗୋଟେ ଚାକିରି କରିଛନ୍ତି ବା ଆନ୍ଧ୍ରରେ ବିଇଡ଼ି କରୁଛନ୍ତି ବା କରିସାରିଛନ୍ତି, ସିଏ ତା ବିଷୟରେ କହୁଛନ୍ତି। ଯିଏ 15 ବର୍ଷ 20 ବର୍ଷର ଏକ୍ସପିରିଏନ୍ସ ରଖିଛି, ଡାଇରେକ୍ଟଲି କନେକ୍ସନରେ ଅଛି ସବୁ ୟୁନିଭର୍ସିଟି ସହିତ, ଆନ୍ଧ୍ରପ୍ରଦେଶ ଷ୍ଟେଟ୍ ସହିତ, ରାଇଟ୍, ସେମାନେ ନୁହନ୍ତି। ଏମିତି କିଛି ଅଛନ୍ତି ଯେଉଁମାନେ କିଛି ଜାଣନ୍ତି ନାହିଁ କିନ୍ତୁ ପିଲାମାନଙ୍କୁ ଭ୍ରମିତ କରୁଛନ୍ତି। ମୁଁ କେମିତି ଜାଣୁଛି, ମୋତେ ପିଲା ପଚାରୁଛନ୍ତି ସାର୍ ଏ ୟୁଟ୍ୟୁବରେ ଏମିତି କହୁଥିଲେ ସେଠି ସେମିତି କହୁଥିଲେ, ଆପଣ ତା ବାବଦରେ କିଛି କହୁନାହାନ୍ତି। ଦେଖନ୍ତୁ ଯେଉଁଟା ଭ୍ୟାଲିଡ଼ ଇନଫର୍ମେସନ୍ ନୁହଁ ମୁଁ କେବେ କୁହେ ନାହିଁ। ପ୍ରପର ୟୁନିଭର୍ସିଟିରୁ ଅପଡେଟ୍ ପାଇବି, ଭ୍ୟାଲିଡ଼ ପ୍ରୁଫ୍ ରହିବ, ତାପରେ ଯାଇକି ମୁଁ ସବୁ କଥା କୁହେ, ରାଇଟ୍। ତେଣୁକରି ଅନନେସେସରି ଏମାନଙ୍କୁ ଦେଖିବା ବନ୍ଦ କରନ୍ତୁ। ବହୁତ ଜଣ ଅଛନ୍ତି ନା କିଛି ଜାଣନ୍ତି ନାହିଁ, ଓକେ, କିନ୍ତୁ କହିବାକୁ ଚେଷ୍ଟା କରନ୍ତି ଯେ ପିଲାଙ୍କୁ ଭ୍ରମିତ କରିବା ପାଇଁ, ଓକେ। ତ ତେଣୁକରି ମୁଁ ଯେତେବେଳେ, ମୋର ସେମିତି ମତଲବ ନାହିଁ ଯେ ମୋର ଭିଡ଼ିଓ ଏତେ ଭ୍ୟୁ ଯାଉ, ମୋତେ ପଇସା କମେଇବାର ଅଛି। ତେଣୁକରି ମୁଁ ଚାହେଁନି କୌଣସି ଭ୍ରମିତ ଇନଫର୍ମେସନ୍ ଦେବା ପାଇଁ। ପୁରା ପ୍ରୁଫ୍ ସହିତ ଯଦି ଇନଫର୍ମେସନ୍ ପାଇବି ଦେବି। ମୋର ଉଦ୍ଦେଶ୍ୟ ହେଲା ହେଲ୍ପ କରିବା, କାହାକୁ ହଇରାଣ କରିବା ନୁହଁ, କନଫ୍ୟୁଜନ୍ କରିବା ନୁହଁ, ରାଇଟ୍। ସୋ ସେଇ ଉଦ୍ଦେଶ୍ୟ। ତେଣୁକରି ପ୍ରପର ଇନଫର୍ମେସନ୍ ନ ମିଳିଲା ପର୍ଯ୍ୟନ୍ତ ମୁଁ ଦିଏ ନାହିଁ। ତେଣୁ ଅପେକ୍ଷା କରନ୍ତୁ। ଯଦି ଅନ୍ୟ କେଉଁଠୁ ଦେଖୁଛନ୍ତି, ନା ମୁଁ କିଛି କରିପାରିବିନି। ସେମିତି ମୋତେ ଜଣେ ସାନ ଭଉଣୀ ଜଣେ ମୋତେ ମେସେଜ କରିଥିଲେ, ଫୋନ୍ ବି କରିକି କହିଥିଲେ ସାର୍ OSTTର ଆନ୍ସର କି ଏ ଚ୍ୟାନେଲରେ ଏଇଟା ଠିକ୍ କଲାବେଳକୁ ସେ ଚ୍ୟାନେଲ ସେଟା ଭୁଲ କରିଛନ୍ତି। ମୁଁ କହିଲି ଅପେକ୍ଷା କର ନା, ଅଫିସିଆଲ ଆନ୍ସର କି ପର୍ଯ୍ୟନ୍ତ ଆମେ ଯେତେ ଯାତ୍ରା କଲେ ବି ଫାଇନାଲି ତ ଦେବ ନା। ତ ତେଣୁକରି ଭ୍ୟାଲିଡ଼ ଇନଫର୍ମେସନ୍ ଦେଉଥିବା ଲୋକମାନଙ୍କୁ ହିଁ ଦେଖନ୍ତୁ। ମୁଁ ସେଥିଲାଗି ସମସ୍ତଙ୍କୁ ଦେଖେ ନା, ଯେଉଁମାନେ ମୋତେ ଭଲ ଲାଗନ୍ତି ପର୍ଟିକୁଲାର ସେଇମାନଙ୍କୁ ରେକମେଣ୍ଡ କରେ, ସେଇମାନଙ୍କୁ ଦେଖେ। ଅନ୍ୟ ପିଲାଙ୍କୁ ବି କୁହେ ଦେଖନ୍ତୁ ମୋ ଚ୍ୟାନେଲ ନୁହଁ କିନ୍ତୁ ମୁଁ ଅନ୍ୟ ଚ୍ୟାନେଲ ବି ରେକମେଣ୍ଡ କରେ, କିନ୍ତୁ ସେମାନେ ଜେନ୍ୟୁଇନ୍ ବୋଲି ମୁଁ ରେକମେଣ୍ଡ କରେ, ରାଇଟ୍। ହୋପ୍ ସଦାବେଳେ ଜେନ୍ୟୁଇନ୍ ଲୋକମାନଙ୍କୁ ଫଲୋ କରନ୍ତୁ, ଜେନ୍ୟୁଇନ୍ ଜିନିଷ ଦେଖନ୍ତୁ। ହାପି ଲର୍ଣ୍ଣିଂ ଟୁ ଅଲ୍।